ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ପ୍ରଥମ ଶ୍ରେଣୀ ଝୁଲଣା 1 ବହିର ପାଠ 8 ବିଲୁଆର ପଇଡ଼ ପିଆ କାହାଣୀଟିକୁ ଆମେ ଆଲୋଚନା କରିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ଦେଖି ଶୁଣି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି ଗପଟିକୁ ଆମେ ପଢ଼ିବା, ଗପଟିକୁ ଶୁଣିବା। ଉଦୁଉଦିଆ ଖରାବେଳ ବିଲୁଆଟିଏ ବଣରେ ବୁଲୁଥିଲା। ତାକୁ ଭାରି ଶୋଷ ଲାଗୁଥିଲା। ସେ ବଣ ଭିତରେ କେଉଁଠି ଟୋପାଏ ବି ପାଣି ପାଇଲା ନାହିଁ। ପାଣି ଖୋଜୁ ଖୋଜୁ ସେ ପାଖ ଗାଁ ଭିତରକୁ ପଶିଗଲା। ବିଲୁଆ କ'ଣ କଲା? ପାଣି ଖୋଜୁଥିଲା, କେଉଁଠି ହେଲେ ପାଣି ପାଇଲା ନାହିଁ। ତେଣୁ ପାଣି ଖୋଜୁ ଖୋଜୁ ଗୋଟିଏ ପାଖରେ ଗାଁ ଅଛି, ସେ ଗାଁ ଭିତରକୁ ପଶିଗଲା। ସେଠାରେ ବଡ଼ ନଡ଼ିଆ ଗଛ ଦେଖିଲା। ସେଥିରେ ବହୁତ ପଇଡ଼ ଦେଖିଲା। ବହୁତ ପଇଡ଼ ଅଛି, ହେଲେ ବିଲୁଆ ତ ପଇଡ଼ ଗଛକୁ ଚଢ଼ିପାରିବ ନାହିଁ। ତେଣୁ ସେଥିରେ ବହୁତ ପଇଡ଼ ଦେଖିଲା। ଗଛ ଉପରେ ହନୁମାଙ୍କଡ଼ଟିଏ ପଇଡ଼କୁ ଜଗି ରହିଥିଲା। ପଇଡ଼କୁ କିଏ ଜଗି ରହିଥିଲା? ଗୋଟିଏ ହନୁମାଙ୍କଡ଼। ଚିତ୍ର ଦେଖ ପିଲାମାନେ, ଏହି ହନୁମାଙ୍କଡ଼ଟି ପଇଡ଼କୁ ଜଗି ରହିଥିଲା। ଗଛ ଉପରେ ହନୁମାଙ୍କଡ଼ ପଇଡ଼କୁ ଜଗି ରହିଥିଲା। ହନୁକୁ ବିଲୁଆ ଆଗରୁ ଜାଣେ। ବିଲୁଆ ଆଗରୁ ଜାଣିଛି ତାକୁ। ସେ ବଡ଼ ଲୋଭୀ, ମାଗିଲେ ବି କିଛି ଦେବନି, ଓଲଟି ରାଗରେ ଗରଗର ହେବ। ହନୁଠାରୁ ପଇଡ଼ ପାଣି ପିଇବାକୁ ବିଲୁଆ ଉପାୟଟିଏ ବାହାର କଲା। ବିଲୁଆ ବଡ଼ ଚତୁର, କଥାରେ ଅଛି ବିଲୁଆ ବଡ଼ ଚତୁର, ପଇଡ଼ ବଡ଼ ମଧୁର। ତେଣୁ କ'ଣ କଲା ବିଲୁଆ? ଯେମିତି ହେଲେ ପଇଡ଼ ପାଣି ପିଇବ, ତେଣୁ ଉପାୟ ଚିନ୍ତା କଲା। ବିଲୁଆ ଉପାୟ ଚିନ୍ତା କରି କହିଲା, ହନୁ ଭାଇ, ତୁମ ଗଛର ପଇଡ଼ ପାଣି ତ ମିଠା। ହନୁ ଭାଇ, ତୁମ ଗଛର ପଇଡ଼ ପାଣି ତ ମିଠା। ହନୁ ରାଗି ଯାଇ କହିଲା, ଆଉ କ'ଣ ଖଟା ବୋଲି ଭାବିଛୁ? ହନୁ ରାଗିଗଲା, ଆଉ କ'ଣ ଖଟା ବୋଲି ଭାବିଛୁ? ବିଲୁଆ ନରମ ଗଳାରେ କହିଲା, ମୁଁ କହୁନି ମ, ବଣରେ ସଭିଏ ତୁମ ଗଛର ପଇଡ଼ ପାଣିକୁ ଲୁଣିଆ ବୋଲି କହୁଛନ୍ତି ତ ମୁଁ ଏପରି କହିଦେଲି ଆଉ। ଏହା ଶୁଣି ହନୁ ଆଉ ଟିକେ ରାଗିଗଲା। କହିଲା, ମିଛ ମିଛ ମିଛ, ସବୁ ମିଛ। ମୋ କଥା ଯଦି ବିଶ୍ୱାସ ହେଉନି ତାହେଲେ ନିଜେ ପିଇ କରି ଦେଖ ବୋଲି ହନୁ କହିଲା। ହେଲେ ହନୁ କ'ଣ କଲା? ଏହା କହି ହନୁ ରାଗରେ 2-4ଟା ପଇଡ଼ ଛିଣ୍ଡାଇ ତଳକୁ ପକାଇଦେଲା। ପଇଡ଼ ଗୁଡ଼ିକ ଟାଣୁଆ ମାଟିରେ ପଡ଼ି ଫାଟିଗଲା। ତା ଦେହରୁ ପାଣି ବାହାରିଲା। ଚଟାପଟ ସେ ପଇଡ଼ ପାଣି ପିଇଲା। ବିଲୁଆର ଶୋଷ ଦୂର ହୋଇଗଲା। ଏଥର ସେ କହିଲା, ତୁମେ ସତ କହୁଥିଲ ହନୁ ଭାଇ, ତୁମ ଗଛର ପଇଡ଼ ପାଣି ଭାରି ମିଠା। ବିଲୁଆ ଠୋ ଠୋ ହୋଇ ହସିଲା। ଦେଖିଲ ପିଲାମାନେ, ବିଲୁଆ କିପରି ଉପାୟ ଚିନ୍ତା କଲା ଏବଂ ତାର ଶୋଷକୁ ଦୂର କଲା। ତେଣୁ କଥାରେ ଅଛି, ଇଚ୍ଛା ଥିଲେ ଉପାୟ ଅଛି। ବିଲୁଆ ଚତୁର ଥିବାରୁ ସେ ହନୁଠାରୁ ପଇଡ଼ ପାଣି ପିଇ ପାରିଲା। ନଚେତ ବିଲୁଆ ପଇଡ଼ ପାଣି ପିଇ ପାରିଥାନ୍ତା କି? ଗଛ ଉପରେ ପଇଡ଼ ଅଛି, ତେଣୁ ସିଏ କିପରି ପାଣି ପିଇ ପାରିଥାନ୍ତା? ତେଣୁ ତାକୁ ଶୋଷ ହେଉଥିଲା। ସେ ଚାରିଆଡ଼େ ବୁଲିଲା, କେଉଁଠି ହେଲେ ପାଣି ମିଳିଲା ନାହିଁ। ତେଣୁ ଗୋଟିଏ ଗାଁ ପାଖକୁ ପଶିଗଲା। ଗାଁରେ ଗୋଟିଏ ପଇଡ଼ ଗଛ ଦେଖିଲା। ସେ ପଇଡ଼ ଗଛ ହନୁ ବସିଥିଲା। ହନୁକୁ ଏପରି ମଜା କଥା କହି, ତାକୁ ଚତୁର କଥା କହି ହନୁଠାରୁ ପଇଡ଼ ପାଣି ପିଇଗଲା। ତେଣୁ ସେ ଖୁସିରେ ରହିଲା, ଠୋ ଠା ହୋଇ ହସିଲା। ବର୍ତ୍ତମାନ ଆମେ ଏହି ଗପଟି ଶୁଣିଲେ ବିଲୁଆ କିପରି ଚତୁର ଜାଣିଲେ। ଏବେ ଆସ କଥା ହେବା, ଏହାର ପ୍ରଶ୍ନ ଉତ୍ତରକୁ ଆମେ ଲେଖିବା। ବିଲୁଆ ବୁଲୁ ବୁଲୁ କ'ଣ ଦେଖିଲା? ଆର ଉତ୍ତର ଲେଖିବା। ବିଲୁଆ ବୁଲୁ ବୁଲୁ ଗୋଟିଏ ନଡ଼ିଆ ଗଛ ଦେଖିଲା। ଖ, ନଡ଼ିଆ ଗଛକୁ କିଏ ଜଗି ରହିଥିଲା? ନଡ଼ିଆ ଗଛକୁ ହନୁ ଜଗି ରହିଥିଲା। ହନୁ ବିଷୟରେ ବିଲୁଆକୁ ଆଗରୁ କ'ଣ ଜଣାଥିଲା? ହନୁ ବିଷୟରେ ହନୁ ଖୁବ୍ ଶୀଘ୍ର ରାଗିଯାଏ ବୋଲି ବିଲୁଆକୁ ଆଗରୁ ଜଣାଥିଲା। ହନୁ କାହିଁକି ରାଗିଗଲା? ବିଲୁଆ କହିଲା, ହନୁ ଭାଇ, ତୁମ ଗଛର ପଇଡ଼ ପାଣି ମିଠା ତ। ଏକଥା ଶୁଣି ହନୁ ରାଗିଗଲା। ହନୁ ରାଗିଯାଇ କ'ଣ କଲା? ହନୁ ରାଗିଯାଇ ଗଛରୁ ନଡ଼ିଆ ତୋଳି ତଳକୁ ଫୋପାଡ଼ି ଦେଲା।
ଦୁଇ ନମ୍ବର ପ୍ରଶ୍ନ, ଫଳକୁ ଗଛ ସହିତ ଗାର ଟାଣି ଯୋଡ଼ିବା। ଫଳକୁ ଗଛ ସହିତ ଗାର ଟାଣି ଯୋଡ଼ିବା। ଦେଖ ଏଠାରେ କାହାର ଚିତ୍ର ଅଛି, ତାକୁ ଆମେ ଗାର ଟାଣି ଯୋଡ଼ିଦେବା। ଦେଖ ପିଲାମାନେ, ଏଠି ପଇଡ଼ର ଚିତ୍ର ଅଛି। ପଇଡ଼ ଗଛ କେଉଁଟା, ତାକୁ ଆମେ ଯୋଡ଼ିବା। ପଇଡ଼ ଗଛ ଏଥିରେ କେଉଁଠି ଅଛି, ତାକୁ ଆମେ ଯୋଡ଼ିଦେବା। ପଇଡ଼ ପଇଡ଼ ଦେଖ ପିଲାମାନେ, ପଇଡ଼ ଗଛ ଆମେ ଯୋଡ଼ିଲେ। ତାଳ ଗଛ କେଉଁଠି, ତାକୁ ଆମେ ଯୋଡ଼ିବା। ତାଳ ଗଛ। ନଡ଼ିଆ ଗଛ ପଇଡ଼ ନଡ଼ିଆ ଯୋଡ଼ିଦେବା। ଆମ୍ବ ଗଛ ଯୋଡ଼ିଦେବେ। ତାପରେ ଏଠି ଅଛି ଖଜୁରୀ ଗଛ ଯୋଡ଼ିଦେବା। ଏଇଭଳି ଆମେ ଯୋଡ଼ିଦେଲେ। ବର୍ତ୍ତମାନ ଆମେ 3 ନମ୍ବର ପ୍ରଶ୍ନକୁ ଆଲୋଚନା କରିବା। ଶବ୍ଦ ଖେଳ ଳ, ଳ, ବ, ଠ ଅକ୍ଷର ଲାଗିଥିବା ଶବ୍ଦ ଗୁଡ଼ିକୁ ଗପରୁ ଚିହ୍ନିବା, ତଳ କୋଠରେ ଲେଖିବା। ଏହି ଗପରେ ଆମେ ଲ ବ୍ୟବହାର ହୋଇଥିବା, ଳ ବ୍ୟବହାର ହୋଇଥିବା, ବ ବ୍ୟବହାର ହୋଇଥିବା, ଠ ବ୍ୟବହାର ହୋଇଥିବା କିଛି ପଦ ଆମେ ପଢ଼ିଲେ ସେହି ପଦ ଗୁଡ଼ିକୁ ଖୋଜି ବାହାର କରି ଏହି ବକ୍ସ ଭିତରେ ଆମେ ଲେଖିଦେବା। ଦେଖ ଆମେ ଏଠି ପଢ଼ିଛନ୍ତି ଲ, ବିଲୁଆ ବୋଲି ଲେଖିଦେବା। ଏ ବକ୍ସରେ ଲ ଲାଗିଛି, କ'ଣ, ବିଲୁଆ। ତାପରେ ପାଇଲା, ପଶିଗଲା, ବୋଲି, ଲୁଣିଆ। ଏ ହେଉଛି ଲ ଅକ୍ଷରରେ, ଲ ଅକ୍ଷରର ଶବ୍ଦ ଗୁଡ଼ିକ, ପଦ ଗୁଡ଼ିକ ଆମେ ଲେଖିଲେ। ସେଭଳି ଳ ବ୍ୟବହାର ହୋଇଥିବା ଖରା ବେଳ, ଗଳା, ତଳକୁ, ଏପରି ଆମେ ଲେଖିବା। ସେହିଭଳି ବ ବ୍ୟବହାର ହୋଇଥିବା ବିଶ୍ୱାସ, ବଣ, ବହୁତ, ବଡ଼, ବାହାର, ଏଭଳି ଲେଖିବା। ସେଭଳି ମ, ଠ ଅକ୍ଷର କ'ଣ, ମିଠା, ଏଭଳି ଆମେ ଲେଖିବା। ତାପରେ 4 ନମ୍ବର, ଚିତ୍ରରେ ରଙ୍ଗ ଦେବା। ଦେଖ ଏଠି ଗଛ ଅଛି, ନଡ଼ିଆ ଗଛ, ତାର ଏଇ ଚିତ୍ର ଅଛି। ସେ ଚିତ୍ରରେ ଆମେ ରଙ୍ଗ ଦେବା। କିଭଳି ଚିତ୍ରରେ ରଙ୍ଗ ଦେବା, ତୁମେ ଜାଣିଛ ନଡ଼ିଆ ଗଛର ପତ୍ର ହେଉଛି ସବୁଜ। ପତ୍ରକୁ ଆମେ ସବୁଜ ରଙ୍ଗ ଦେଇଦେବା। ତାପରେ ନଡ଼ିଆକୁ ମଧ୍ୟ ଆମେ ସବୁଜ ରଙ୍ଗ ଦେଇଦେବା। ଯଦି ପାଚିଲା ନଡ଼ିଆ ହୋଇଥିବ ତାହେଲେ ସେଥିରେ ମାଟିଆ ରଙ୍ଗ ଦେଇଦେବା। ଗଣ୍ଡିକୁ ଗାଢ଼ ରଙ୍ଗ ଆମେ ଦେଇଦେବା। ଏଇଭଳି ଆମେ ରଙ୍ଗ ଦେଇଦେବା। ପତ୍ରକୁ ଆମେ ସବୁଜ ରଙ୍ଗ ଦେବା। ସବୁଜ ରଙ୍ଗ ଏମିତି ଦେବା। ତୁମେ ନିଜେ ଏହାକୁ ଦେବା ପାଇଁ ଚେଷ୍ଟା କରିବ। ଦେଖ ରଙ୍ଗ ଦେଇଦେବା, କାହିଁକିନା ପତ୍ର ସବୁଜ ରଙ୍ଗ ଭିତରେ ମିଶିଯିବ, ତେଣୁ ଆମେ ଟିକେ ମାଟିଆ ରଙ୍ଗ ଦେଇଦେବା। ଏଭଳି ଆମେ ମାଟିଆ ରଙ୍ଗ ଦେଇଦେବା। ଗଣ୍ଡିଟିକୁ ମଧ୍ୟ ଆମେ ଏଭଳି ତୁମେ ନିଜ କଲର ରଙ୍ଗ ନିଜ ପସନ୍ଦ ଅନୁଯାୟୀ ଦେବ। 5 ନମ୍ବର ଯିବା। ଳ ଓ ଳ ଅକ୍ଷରକୁ ଶବ୍ଦରେ ଚିହ୍ନିବା। ଳରେ ଆମେ ଘରା ଦେବା, ଳରେ ଆମେ ଗୋଲ ଦେବା। ଳ ଯେଉଁଠି ଅଛି ଆମେ ଘରା ଦେବା। ଦେଖ ଳ ଏଠି ଅଛି, ଆମେ ଘରା ଦେବା। ଏଠି ଳ ଅଛି, ଆମେ ଦେବା। ତାପରେ ଳ ଯେଉଁଠି ଅଛି ଆମେ ଗୋଲ ଦେବା, ହେଲା। ଆଉ ଲ ଯେଉଁଠି ଅଛି ସେ ଆମେ ଗୋଟେ ବକ୍ସ ଦେବା, ବକ୍ସ କରିଦେବା। ବକ୍ସକୁ ଦେବା। ଲ ଯେଉଁଠି ଅଛି ବକ୍ସ, ଲ ଥିବା ସ୍ଥାନରେ ଆମେ ବକ୍ସ କରିଦେବା। ବକ୍ସ।
ଲ ଲ ଯେଉଁଠି ଅଛି ଆମେ ବକ୍ସ ଦେଇଦେବା। ବକ୍ସ କରିବା ଲାଉ ହେଲା, ଏଭଳି ବକ୍ସ ଭିତରେ ଆମେ ଲେଖିଦେବା। ତାପରେ 6 ନମ୍ବର ଆସ ଦେଖି ଦେଖି ଲେଖିବା। ଏ ଲ ଲେଖା ହେଇଛି, ଆମେ ଲକୁ ପେନସିଲରେ ଡଟ୍ ଡଟ୍ ଜାଗାରେ ଆମେ ଲ ସୁନ୍ଦର ଭାବରେ ଲେଖିଦେବା। ଏଭଳି ଆମେ ଲେଖିବା। ହଳ ଇଟା, ଆସ ଶବ୍ଦ ଗୁଡ଼ିକୁ ପଢ଼ିବା। ଇଟା, ବଳ, ମାଳି, ଚାଳ, ଗାଲ, ମାଳ, ଲାଳ, ଚିଲ, ପାଲା, ବାଳକ, କପାଳ, ନାଲିଆ, ଲିଆ ଏସବୁ ଆମେ ପଢ଼ିବା। ପଢ଼ିଲେ ଆସ ପଢ଼ିବା। କାଠ ଝରକା, ଲିପିର ନାଚ। 9 ନମ୍ବର ଚିତ୍ର ଦେଖି ଲେଖିବା। ଏଠି ପିଲାଟିଏ ଅଛି, ତାକୁ ଦେଖିବା ଲେଖିବା। ପିଲା, ପ ସେକାର ପି, ଲ ଆକାରେ ଲା, ପିଲା। ଲାଉ ଅଛି, ଲାଉ, ଲାଉ। କଲରା, ଏଠି କଲରା ଛବି ଅଛି, ଲେଖିବା କଲରା, କଲରା। ତାପରେ ମାଳି, ହାର, ହାର ଆମେ ଲେଖିଦେବା ହାର। ତାପରେ ଦେଖ ପିଲାମାନେ, ଏଠି ବ ଓ ଠ ଅକ୍ଷର ଚିହ୍ନିବା। ବରେ ଆମେ ତ୍ରିଭୁଜ ଦେବା, ଠ ଅଛି ଆମେ ବକ୍ସ ଦେବା। ଦେଖ ଏଠି ବରେ ଆମେ ତ୍ରିଭୁଜ ଦେବା, ବ ଯେଉଁଠି ଅଛି ଆମେ ତ୍ରିଭୁଜ ଦେଇଦେବା। ଠ ଯେଉଁଠି ଅଛି ଆମେ ଘୋରା ଦେବା, ଠ ଯେଉଁଠି ଅଛି ଘୋରା ଦେବା। ଦେଖ ପିଲାମାନେ ଏମିତି ଦେବା, ଠ ଯେଉଁଠି ଅଛି ଆଉ ବ ଯେଉଁଠି ଅଛି ଆମେ ତ୍ରିଭୁଜ ଦେଇଦେବା। ବ ତ୍ରିଭୁଜ ଦେଲେ ହେଲା। ଏଇଭଳି ଆମେ ଲେଖିଦେବା ଖାତାରେ। ଆସ ଲେଖିବା। ବ, ଆକୁ ସୁନ୍ଦର ଭାବେ ବ ପେନସିଲ ଦାଗରେ ଲେଖିବା। ବ, ବ, ତାପରେ ବ ବୋଲି ଲେଖିବା। ବ ଲେଖିବା, ବ, ବ ଏଭଳି ଆମେ ଲେଖିଦେଲେ ଅତି ସୁନ୍ଦର ହେଇଗଲା। ତାପରେ ଆମେ ଠ ଅଛି, ଠ ମଧ୍ୟ ଲେଖିଦେବା। ଠ, 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 ଠ ବୋଲି ଲେଖିବା। ଠ, ଠ, ଠ ଏଭଳି ଲେଖିଦେବା। ତାପରେ 12 ନମ୍ବର ସାରଣୀରେ ଥିବା ଅକ୍ଷର ଗୁଡ଼ିକ ପଢ଼ିବା। ସେହିପରି ଅକ୍ଷର ଗୁଡ଼ିକରେ ଇ କାର, ଆ କାର ଦେଇ ଖାଲି ଜାଗାରେ ଲେଖିବା। ଝ ଅଛି, ଇ କାର ଯୋଗ କଲେ ଝି ହେବ, ଲେଖିବା ଆମେ ଝି, ଝ ସେକାର ଝି। ଆ କାର ଦେଲେ ଝ ଆକାରେ ଝା। କ ଅଛି, କ, କ ସେକାର କି, କ ଆକାରେ କା। ଏଇଭଳି ଆମେ ଲେଖିବା। ପ, ପ ସେକାର ପି, ପ ଆକାରେ ପା। ନ, ନ ସେକାର ନି, ନ ଆକାରେ ନା। ଆସ ପଢ଼ିବା। ବର, ବାଟ, ବାପା, ବଳ, ପିଠି, ଚିଠା, ଗାର, ମଗ, ମିଠା, ଚିଠି, ଆଠ, ମାଠିଆ, କବାଟ, 18, କାଠ, କବାଟ, ମିରିଗ, ନାଟ, ମାଟି, ମାଠିଆ, ଘର, ଚଟିଆ। ଏଇଭଳି ଆମେ ପଢ଼ିବା, ଦେଖିବା ଆଉ ପଢ଼ିବା। ତାପରେ ଆସ ଚିତ୍ର ଦେଖି କାହାଣୀ ପଢ଼ିବା। ଏଠାରେ ଚିତ୍ର ଦେଇଛି, ଏଇ ଚିତ୍ରକୁ ନେଇ, ଚିତ୍ରକୁ ଦେଖି ଆମେ ନିଜ ମନରୁ କାହାଣୀଟିଏ ପ୍ରସ୍ତୁତ କରିବା। ତମେ ପିଲାମାନେ ଚେଷ୍ଟା କରିବ ଗପ କହିବା ପାଇଁ, କାହାଣୀ କହିବା ପାଇଁ। ଏଠାରେ ଚଢ଼େଇଟି ଅଛି, ଗଛଟିରେ ଚଢ଼େଇଟି ବସିଛି, ତଳେ ବାଘ ଦୁଇଟି ବସିଛନ୍ତି,
ଚଢ଼େଇଟି ଏ ଗଛରୁ ସେ ଗଛ ଡାଳକୁ ଡେଉଁଛି, ଡେଇଁକି ସେ ତା'ର ଫଳ ଖାଉଛି ଏବଂ ଫଳ ତୋଳି ତଳେ ପକାଉଛି। ତଳେ ରହିଥିବା ବାଘ ଦୁଇ ଜଣ ଫଳକୁ ଚାହିଁ ରହିଛନ୍ତି। ଚଢ଼େଇ ପକ୍ଷୀଟି ଫଳ ପକାଇଲେ ବାଘ ଦୁହେଁ ଖାଉଛନ୍ତି। ଏହିଭଳି ନିଜ ମନରୁ ଯାହା ଆସିବ ଆମେ ଲେଖିପାରିବା, ଚେଷ୍ଟା କରିବା ଲେଖିବା ପାଇଁ। ତାପରେ ଏଇ ଚିତ୍ର ନମ୍ବର 3, 2 ସବୁ ଦେଖି ଆମେ ଦେଖିବା, ଚେଷ୍ଟା କରିବା ନିଜ ମନରୁ ଗପଟିଏ କରିବା ପାଇଁ, କହିବା ପାଇଁ ଏବଂ ଲେଖିବା। ଆଶା କରୁଛି ଏହି ଭିଡ଼ିଓଟି ତୁମମାନଙ୍କ ପାଇଁ ଭଲ ଥିବ, ସହଜରେ ବୁଝିଥିବ। ଯଦି ବୁଝିଛି ତାହେଲେ ଲାଇକ୍ଟିଏ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବେ ଏବଂ ଯେଉଁମାନେ ଆମ ଚ୍ୟାନେଲ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିଦେବେ ଏବଂ ପାଖରେ ଥିବା ଘଣ୍ଟି ବଟନ୍ ଦବାଇ ଅଲ୍ ନୋଟିଫିକେସନକୁ ଅନ୍ କରିଦେବେ। ଯେବେ ବି ମୁଁ ନୂଆ ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ସୂଚନା ମିଳିଯିବ ଏବଂ ତୁମ ପାଇଁ ମଜାଳିଆ ଗପ, ବୁଝିଲା ଭଳିଆ ଗପ ମୁଁ ପ୍ରସ୍ତୁତ କରି ଆଣିବି। ଆଶା କରୁଛି ନିଶ୍ଚିତ ଭାବେ ଲାଇକ୍ କରିବେ। ରହୁଛି, ପରବର୍ତ୍ତୀ କାଳାଂଶରେ ପୁଣି ଦେଖା ହେବ।